ଏପର୍ଯ୍ୟନ୍ତ ଖର୍ଚ୍ଚ କରିପାରୁନାହାନ୍ତି। ଏ ଖାଲି ୟା ନାଁରେ ତାକୁ ଡାକ ବିଜେପିରେ ମିଶାଅ, ସେ ଚେୟାରମ୍ୟାନ୍ କୁ ଡାକ, ଏ ସରପଞ୍ଚ କୁ ଡାକ, ଏ ଏମଏଲଏ କୁ ଡାକ, ଏ ଗୋଡେଇଛନ୍ତି। ଖାଲି ବିଜେଡି ଟାର୍ଗେଟ ରଖିକି ରୁହ। ଆଉ 3 ମାସ ନରେନ୍ଦ୍ର ମୋଦି ନଥିବ ପ୍ରାଇମ ମିନିଷ୍ଟର, ମୋହନ ନଥିବ 3 ମାସ ପରେ କଥା ହବା। ଏବେ ରଙ୍ଗ ବଦଳା ପରେ ଏବେ ନାମ ବଦଳ ଦେଖୁନ ଗୋଟେ ରାଜଭବନ ଗୋଟେ ରହିଛି କେଡ ବଡ ସୁନାମ ରାଜଭବନ, ଲୋକ ଭବନ। ଏ ଲୋକ ସେଠି ସଙ୍ଗୀତ କରିବେ, ସେଠି ନାଚ କରିବେ, ଓଡିଶୀ ହବ, ନାଚ ହବ ରାଜଭବନ ଭିତରେ। ଏ ପ୍ରହସନ ବନ୍ଦ କର। ରାଜଭବନ ରାଜଭବନ ଲୋକ ଭବନରେ ପରିଣତ କରିବା ଉଚିତ ନୁହଁ। ଏଗୁଡା ଖାଲି ଫାଲତୁ ଡିସିସନ, କିଛି କାମ ତ କରିପାରୁନାହାନ୍ତି। ଏଇ ନା ବଦଳୁ ବଦଳୁ, କଲର ବଦଳୁ ବଦଳୁ ଏ ସରକାର ପଳେଇଥିବ, ଅପେକ୍ଷା କର। ତେବେ କେସ୍ ଏ ଫାଲତୁ ଡିସିସନ ନେବା ଉଚିତ ନୁହଁ। ଯାହାର ସୁବିଧା ଅଛି ତା ପିଲାକୁ ସେ କୋଚିଂ ଦଉଛି। ତମେ ତ ସ୍କୁଲ ମାନଙ୍କରେ ପିଲା ନାହାନ୍ତି, ସବୁ ଇଂଲିଶ ମିଡିୟମ, ସବୁ ଅପ୍ ଟୁ ଡେଟ୍ ଇଂଲିଶ ମିଡିୟମରେ ସବୁ ପାଠ ପଢୁଛନ୍ତି। ଆଉ ତମେ ଏଗୁଡା ବଡ ବଡ କଥା କାହିଁ କହୁଛ? ଦବା ଉଚିତ। କେନ୍ଦ୍ର ସରକାର ଏଇ ରାଜ୍ୟରେ ପାଠ ପଢୁଛନ୍ତି, ନେବେ ଗୋଟେ ପ୍ରକାର ସାଲେରୀ, ଇଏ କାହିଁ ଗୋଟେ ପ୍ରକାର ସାଲେରୀ ନେବେ? ସମାନ କରିଦିଅ। ସେମାନେ ଟ୍ରେନ, ଏମାନେ ଟ୍ରେନ। ଭଲ ହବ, ପାଠ ପଢା ଭଲ ହବ, ଉଚ୍ଚ କୋଟିର ହବ, ତାହେଲେ ଭଲ ହବ। ଡାକ୍ତର ମାନେ ଆସିକି ରାଜରାସ୍ତାରେ ବସିଲେଣି 2 ଦିନ ହେଲା। ଇଏ ସରକାର